ଯେ ଆମେ ଆଲୋଚନା କରିବା ଶାରଳା ଦାସଙ୍କ ସାହିତ୍ୟରୁ ସମାଜ ଜୀବନର ଚିତ୍ର ବର୍ଣ୍ଣନା କର। ଠିକ୍ ଅଛି, ଯାହାକି ଆମର +3 ଫାର୍ଷ୍ଟ ସେମିଷ୍ଟାର ୟୁନିଟ୍ 2ରେ ରହିଅଛି। ଶାରଳା ଦାସଙ୍କ ସାହିତ୍ୟରୁ ସମାଜ ଜୀବନର ଚିତ୍ର ବିଷୟରେ ଆମେ ଆଜି ଆଲୋଚନା କରିବା। ଠିକ୍ ଅଛି, ତ ପ୍ରଥମେ ଆମେ କ୍ୱେଶ୍ଚନ୍ ଆଲୋଚନା କରିବା ପୂର୍ବରୁ ମୁଁ କହିଦେବାକୁ ଚାହେଁକି ଯେଉଁମାନେ ବି ନୂଆ କରି ଚ୍ୟାନେଲକୁ ଆସୁଛନ୍ତି ପ୍ଲିଜ୍ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଆପଣମାନେ ପାଇପାରିବେ, ପ୍ରଥମେ ପାଇପାରିବେ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କୁ ନିଶ୍ଚିତ ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ପଢ଼ିବା ପାଇଁ ସହଯୋଗ ପାଇପାରିବେ। ତ ଠିକ୍ ଅଛି, ତ ଚାଲନ୍ତୁ ଆଜି ଆମେ ଆଲୋଚନା କରିବା +3 ଫାର୍ଷ୍ଟ ସେମିଷ୍ଟାର ୟୁନିଟ୍ 2ରେ ରହିଅଛି ଆମର ଶାରଳା ଦାସଙ୍କ ସାହିତ୍ୟରୁ ସମାଜ ଜୀବନର ଚିତ୍ର। ଠିକ୍ ଅଛି, ଉପକ୍ରମରେ ଦେଖନ୍ତୁ, ପଞ୍ଚଦଶ ଶତାବ୍ଦୀ ହେଉଛି ଓଡ଼ିଶାର ରାଜନୀତି, ସମାଜ ଓ ସାହିତ୍ୟର ଏକ ଗୌରବମୟ ସମୟରେଖା। ଏହି ସମୟରେ ଓଡ଼ିଆ ସାହିତ୍ୟରେ ଶାରଳା ଦାସଙ୍କୁ ନେଇ ଏକ ନୂତନ ଅଭ୍ୟୁଦୟର ନବୀନ ଆଲୋକରେଖା ଉତ୍ସାହିତ ହୋଇଥିଲା। କବି ଶାରଳା ଦାସ ନିଜର ଅସାଧାରଣ ପ୍ରତିଭା ବଳରେ ଓଡ଼ିଆ ଭାଷାର ଓ ସାହିତ୍ୟର ସୃଷ୍ଟି କରିଥିଲେ। ଏହା ଏକ ବୈକଳ୍ପିକ ତଥା ବଳିଷ୍ଠ ଭୂମିକା ନିଜର ଉଚ୍ଚକୋଟୀର ସୃଜନ ଶକ୍ତିରେ ମହିମା ଆଜ୍ଞା ଢାଳି ଏକ ବିରାଟ ସାହିତ୍ୟ ସୌଧ ଗଠନ କରିଥିଲେ। ବୁଝିପାରିଲେ? ତାପରେ ଦେଖିବା, ଜାତୀୟ ସଙ୍କଟମୟ ପରିସ୍ଥିତିରେ ଓଡ଼ିଆ ଭାଷା ସଂସ୍କୃତି ଓ ସମ୍ମାନକୁ ବଞ୍ଚେଇ ରଖିବା ଲାଗି ସେ ସୃଷ୍ଟି କଲେ ତାଙ୍କର ଅମର କୃତି ମହାକାବ୍ୟ ମହାଭାରତ। ମହାଭାରତ ଓଡ଼ିଆ ଭାଷାରେ ବିଶ୍ୱକୋଷ ତଥା ବିଶାଳ ଜ୍ଞାନର ଭଣ୍ଡାର। କାବ୍ୟ ଶାସ୍ତ୍ର ଭାରତୀୟ ଦର୍ଶନର ଏକ ମଧୁର ସମନ୍ୱୟ। ଉତ୍କଳୀୟ ସମାଜ, ସଂସ୍କୃତି, ଧର୍ମ, ରାଜନୀତି, ଶିକ୍ଷା, ସଭ୍ୟତା, ଦର୍ଶନ ଆଦିର ସମ୍ମିଶ୍ରଣରେ ମହାଭାରତର କଳେବର ସମୃଦ୍ଧ। ଓଡ଼ିଆ ଲୋକବାଣୀରେ ଏହା ଏକ ରତ୍ନକୋଷ। ତେଣୁ ଶାରଳା ଦାସ ମହାଭାରତରେ ଆଙ୍କିଥିଲେ ତତ୍କାଳୀନ ଉତ୍କଳର ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ ତଥା ନୈତିକ ଜୀବନର ସୁଦୃଢ଼ ସେତୁ ତୋଳିଥିଲେ। ନଭସ୍ତମ୍ଭୀ ଓଡ଼ିଆ ସାହିତ୍ୟର ତୁଙ୍ଗପ୍ରସାଦ। ଓଡ଼ିଆ ମାଟିର ଗନ୍ଧ ଓ ସ୍ପର୍ଶର ମହାଭାରତ ହେଲା କ୍ଲିଗ୍ଧ ଓ ସୁନ୍ଦର। ସେଥିପାଇଁ ଓଡ଼ିଆ ସାହିତ୍ୟରେ ମହାଭାରତ ହେଲା କଳା ଓ ପ୍ରତିଭାର ଏକ ମାଇଲ ଖୁଣ୍ଟ, ଜାତିର ଓ ସମାଜ ଜୀବନର ଏକ ମନୋରମ ଚିତ୍ରଶାଳା। ତାପରେ ଆସିଲା ଦେଖନ୍ତୁ, ଧର୍ମାଚରଣ। ଶାରଳା ଦାସଙ୍କ ସମୟରେ ଉତ୍କଳୀୟ ସମାଜରେ ଧର୍ମଭାବ ପ୍ରତି ସାଧାରଣ ଜନତାମାନଙ୍କର ଅତୁଟ ବିଶ୍ୱାସ ଥିଲା। ସେବା, ପୂଜା, ଅର୍ଚ୍ଚନା, ହୋମ ଇତ୍ୟାଦି ଧର୍ମାଚାର ଥିଲା, ଯାହାର ପ୍ରମାଣ ମିଳେ ଶାନ୍ତନୁ ଓ ଗଙ୍ଗାଙ୍କ ଉପାଖ୍ୟାନରେ। ଭାରତୀୟ ପରମ୍ପରାରେ ତୀର୍ଥସ୍ନାନ ଧର୍ମାଚରଣର ଏକ ବିଶିଷ୍ଟ ଅଙ୍ଗ। ସେଥିପାଇଁ ମହାଭାରତରେ ଶୁଭ ତିଥି ବେଳା ଦେଖି ତୀର୍ଥସ୍ନାନ କରିବାର ବର୍ଣ୍ଣନା ରହିଛି। ଯଥା ମକର ମାସ କୃଷ୍ଣପକ୍ଷ ତିଥି ବଳିପଦା, ସୋମବାର ଅଶ୍ଳେଷା ନକ୍ଷତ୍ର ଯୁଗାତା ଆଦି ପର୍ବରେ ଏହା ଲେଖାଯାଇଛି। କବି ଶାରଳା ଆଦି ପର୍ବରେ ଶାନ୍ତନୁ, ଗଙ୍ଗା, ପରାଚାର ଓ ସତ୍ୟବାଦୀ ସମୁଦ୍ର ସ୍ନାନ କରିବା ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି। ଏକାଦଶୀ ବ୍ରତ ପାଳନ କଲେ ବୈକୁଣ୍ଠବାସୀ ହେବା କଥା ଏଥିରେ ବର୍ଣ୍ଣନା ହୋଇଛି। ତେଣୁ ମହାଭାରତରେ ଧର୍ମାଚରଣ ଓ ବିଶେଷ ବର୍ଣ୍ଣନା ଦେଖିବାକୁ ମିଳେ। ସେତେବେଳେ ସମାଜରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା। ସମାଜରେ ମଧ୍ୟ ପାପ ପୁଣ୍ୟରେ ବିଚାରବୋଧ ଥିଲା। ଦାମ୍ପତ୍ୟ ଜୀବନରେ ପୁତ୍ର ସନ୍ତାନ ପାଇଁ ବ୍ୟାକୁଳତା ଥିଲା। ସେକାଳରେ ପୁତ୍ର ନଥିଲେ ଲୋକମାନେ ପୋଷ୍ୟପୁତ୍ର ଗ୍ରହଣ କରୁଥିଲେ। ପୁତ୍ର ଆଶାରେ ଲୋକମାନେ ଦାନ, ଧର୍ମ, ପୂଜାପାଠ ଓ ବିଭିନ୍ନ ବ୍ରତ ଉପାସନା କରୁଥିଲେ। ପୁତ୍ର ପାଇଁ ପୁରୁଷ ଅନ୍ୟ ସ୍ତ୍ରୀଙ୍କୁ ଗ୍ରହଣ କରୁଥିଲା। ତେଣୁ ଅନ୍ୟାୟ, ଅନୀତି, ପରସ୍ତ୍ରୀ ଗ୍ରହଣ ସେକାଳରେ ନିନ୍ଦନୀୟ ଥିଲା। ତାପରେ ଆସିଲା ଦେଖିବା, ଖାଦ୍ୟପେୟ କ'ଣ ଥିଲା ଦେଖିବା। ମହାଭାରତରେ ଓଡ଼ିଆ ଘରର ଖାଦ୍ୟ ଓ ପାକ ପ୍ରଣାଳୀରେ ମନୋରମ ବର୍ଣ୍ଣନା ରହିଛି।
ଦ୍ରୌପଦୀଙ୍କ ବିବାହ ପରେ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ରାଜା ଦ୍ରୁତାଦ କୌରବମାନଙ୍କୁ ନାନାବିଧ ଖାଦ୍ୟପେୟରେ ଆପ୍ୟାୟିତ କରିଥିଲେ। ସେହିପରି ପାର୍ବତୀ ମଧ୍ୟ ଶିବଙ୍କ ପାଇଁ ପ୍ରସ୍ତୁତ କରିଥିବା ଖାଦ୍ୟ ଯଥା ରନ୍ଧନ କଲେ ଯାଇ ବେଗେଶାଳୀ ଅନ୍ନ, ହେଙ୍ଗୁ ଜିରାମେଥି ପକାୟଣ, ମୁଚାଜେ ତରଣ ମଧ୍ୟ ପର୍ବରେ ଏହା ଲେଖା ହୋଇଛି। ସେତେବେଳେ ବିବାହ ଭୋଜିରେ ଗନା, ହରିଣ, ମୃଗ ମାଂସ ଆଦି ପରିବେଷଣ କରାଯାଉଥିଲା। ସେକାଳରେ 3 ପ୍ରକାରର ପ୍ରାକ୍ ପ୍ରଣାଳୀ ପ୍ରଚଳିତ ଥିଲା, ଯଥା ଗୌରୀ, 2ରେ ସଉରୀ, 3ରେ ନନ୍ଦରାଧଣା। ଏହାଛଡ଼ା ପରିବାରରେ ପୋଡ଼ପିଠା, ଚିତଉ ପିଠା, ବିରିବରା, ଆମ୍ବିଳ, କାଞ୍ଚି ପ୍ରଭୃତି ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା। ତାପରେ ଦେଖିବା ପର୍ବପର୍ବାଣି କ'ଣ ରହିଲା। ଶାରଳାଙ୍କ ସମୟରେ ଉତ୍କଳରେ ଯେଉଁ ସବୁ ଓଷା, ବ୍ରତ, ପର୍ବପର୍ବାଣି ପାଳିତ ହେଉଥିଲା ତାହା ମହାଭାରତରେ ଦେଖିବାକୁ ମିଳେ। ବ୍ରତମାନଙ୍କ ମଧ୍ୟରୁ ଏକାଦଶୀ ବ୍ରତ ଶ୍ରେଷ୍ଠ ବୋଲି ଶାନ୍ତନୁ ତାଙ୍କର ପତ୍ନୀ ଗଙ୍ଗାକୁ କହିଛନ୍ତି। ମୋତେ ବେଳେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ସ୍ନାନ ଅତି ପୁଣ୍ୟଦାୟକ ବୋଲି ବିବେଚିତ ହୋଇଛି। ଯଥା କାର୍ତ୍ତିକ ଶୁକ୍ଳପକ୍ଷ ପୂର୍ଣ୍ଣିମାର ତିଥି ଆକାମାବୋ ସ୍ନାନେ ଚାଲ ଭୋଜନ ନରପତି ଆଦି ପର୍ବରେ ଏହା ଲେଖା ହୋଇଛି। ଏହାଛଡ଼ା ମଙ୍ଗଳା ଓଷା, ରଥଯାତ୍ରା, ଅକ୍ଷୟ ତୃତୀୟା, ଦୁର୍ଗାପୂଜା, ମାଘସ୍ନାନ, ଚନ୍ଦନ ଯାତ୍ରା ଓ ଶିବରାତ୍ରି ପ୍ରଭୃତି ବର୍ଣ୍ଣନା ମହାଭାରତରେ ଦେଖିବାକୁ ମିଳେ। ତାପରେ ଆସିଲା ପ୍ରସାଧନ। ମେକାଳରେ ପ୍ରସାଧନ ସାମଗ୍ରୀ ଭାବରେ ଚନ୍ଦନ, କର୍ପୂର, କୁଙ୍କୁମ, ଅଳତା, ସିନ୍ଦୂର ଆଦି ବ୍ୟବହାର ହେଉଥିଲେ। ନାରୀ ଓ ପୁରୁଷ ଉଭୟ ମୁଣ୍ଡରେ ଜୋତା କାନ୍ଧୁଥିଲା। ପାର୍ବତୀଙ୍କ ବେଶ ବର୍ଣ୍ଣନାରେ କବି ଲେଖିଛନ୍ତି, ନୟନ ଅଞ୍ଜନ ଲାଞ୍ଛ, ପାଦରେ ଅଳିତା, ନବ ବସନ କୁଙ୍କୁମ, ଉଜେ ସୁନା ସୂତା ଆଦି ପର୍ବରେ ଏହା ଲେଖା ହୋଇଛି। ନୟରେ କଜୋଳ, ପାଦରେ ଅଳତା ଲଗାଇବା ସେତେବେଳେ ନାରୀମାନଙ୍କର ଏକ ସୌଖିନ ଅଭ୍ୟାସ ଥିଲା। ତାପରେ ହେଲା ବେଶ, ପୋଷାକ ଓ ଅଳଙ୍କାର। ଉତ୍କଳୀୟ ନାରୀମାନେ ଅଳଙ୍କାରରେ ପ୍ରିୟ ଥିଲେ। ପୁରୁଷମାନେ ମଧ୍ୟ ନାନା ପ୍ରକାର ଅଳଙ୍କାର ପିନ୍ଧୁଥିଲେ, ଯଥା ବସୁଣି, କଙ୍କଣ, ନୂପୁର, ବଳା, ବେଖଳା, କିଙ୍କିଣୀ, ମୁକ୍ତା, ଜାଲି ଇତ୍ୟାଦି। ସ୍ୱୟଂବର ସଭାକୁ ଦ୍ରୌପଦୀଙ୍କୁ ଆଣିଲାବେଳେ ତାଙ୍କୁ ଯେପରି ବୈଶାପୋଷକରେ ସଜ୍ଜିତ କରାଯାଉଛି ତାହାରି ପଟାନ୍ତର ନାହିଁ। ମୁକୁତା ଜାଲି ଉପରେ ସୀମନ୍ତିବି ମଣି, ଲଲାଟ ପଟରେ ହୀରା ଚତନ ଖଞ୍ଜଣି ଆଦି ପର୍ବରେ ଲେଖା ହୋଇଛି। ଏହାଛଡ଼ା ମହାଭାରତରେ ବିଭିନ୍ନ ପୋଷାକର ମଧ୍ୟ ବର୍ଣ୍ଣନା ରହିଛି। ସେତେବେଳେ ରାଜକୁମାରୀମାନେ ଝିନ ବସ୍ତ୍ର ଓ ପାଟ ବସ୍ତ୍ର ପରିଧାନ କରୁଥିଲେ। ସେହିପରି ରାଜକୁମାରମାନେ ଝିନ ପୀତାମ୍ବର ବସ୍ତ୍ରୀ ପରିଧାନ କରୁଥିଲେ। ଜାରା ଶବର ଲାଳବର୍ଣ୍ଣର ଏକ ତୁକୁଳ ପରିଧାନ କରି ଅଶ୍ୱଶିକ୍ଷା ନିମନ୍ତେ ଗୁରୁ ଦ୍ରୋଣାଚାର୍ଯ୍ୟ ନିକଟକୁ ଆସିଥିବା ବିଷୟ କବି ଉଲ୍ଲେଖ କରିଛନ୍ତି। ସେହିପରି ସାଧାରଣ ଜନତା ଧୋତି ଓ ଗାମୁଛାର ବ୍ୟବହାର ମଧ୍ୟ କରୁଥିଲେ। ତାପରେ ଆସିବା ବିବାହ ନୀତି। ଶାରଳାଙ୍କ ସମୟରେ ବିବାହ ନୀତି ସମ୍ପର୍କୀୟ ଚିତ୍ର ଦେଖିବାକୁ ମିଳିଥାଏ। ସେ ସମୟରେ ରାଜକନ୍ୟା ବିବାହ ଯୋଗ୍ୟ ଦେବା ପରେ ସ୍ୱୟଂବର ପ୍ରଥାର ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସ୍ୱୟଂବରରେ କୌଣସି ଗୋଟିଏ ପଣ ରଖାଯାଉଥିଲା। ଯେଉଁ ରାଜପୁତ୍ର ସେହି ପଣକୁ ରକ୍ଷା କରୁଥିଲେ ସେ ହିଁ କନ୍ୟାର ପାଣିଗ୍ରହଣ କରୁଥିଲେ। ଯଥା ଦ୍ରୋଣ ଦ୍ରୌପଦୀଙ୍କ ସ୍ୱୟଂବର ପ୍ରସଙ୍ଗ। ଅନ୍ୟପକ୍ଷରେ ତତ୍କାଳୀନ ସମାଜରେ ମଧ୍ୟ ସ୍ତ୍ରୀକୃତ ବିବାହ ଅନୁଷ୍ଠିତ ହେଉଥିଲା, ଯଥା ଗାନ୍ଧାରୀଙ୍କ ସହିତ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସଙ୍ଗ। ତାପରେ କ୍ରୀଡ଼ା କୌତୁକ। ମହାଭାରତରେ ରାଜକୀୟ ବିଳାସର କ୍ରୀଡ଼ା ଭାବେ
ପଶା ଖେଳର ବ୍ୟାପକ ପ୍ରଚଳନ ଥିଲା। ଏହାଛଡ଼ା ସମାଜରେ ବାଗୁଡ଼ି ଖେଳ, ରାଜପୁତ୍ରମାନଙ୍କର ଧନୁତୀର ଖେଳ, ମଲ୍ଲଯୁଦ୍ଧ, ଜଳକ୍ରୀଡ଼ା ଇତ୍ୟାଦି ବର୍ଣ୍ଣନା ରହିଛି। ତାପରେ ରହିଲା ଶିକ୍ଷା ଦେଖିବା। ସେତେବେଳେ ଯେଉଁ ବିଦ୍ୟା ଶିକ୍ଷାର ଚିତ୍ର ଶାରଳା ଦାସ ଦେଇଛନ୍ତି ତାହା ତତ୍କାଳୀନ ଓଡ଼ିଶାର ଗ୍ରାମ୍ୟ ଶିକ୍ଷା ପ୍ରଣାଳୀରେ ପରିଚୟ ଦେଇଥାଏ। ଶ୍ରୀକୃଷ୍ଣ ବଳରାମ ସାଦୀପନି ଋଷିଙ୍କ ଆଶ୍ରମରେ ଯେଉଁ ବିଧିରେ ପାଠ ପଢ଼ିଛନ୍ତି ସେଥିରେ ସେ ସମୟରେ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ସୂଚନା ମିଳିଥାଏ। ଯଥା ପ୍ରଥମେତା ଲେଖିଦେଲେ ଶିରଫଳା, ନିଃଶ୍ୱାସକେ ଶିଖି ଚାଲେ ଦେବକ କେର ବଳା। ଶ୍ରୀଫଳା ଲେଖିବା ପରେ ଅକ୍ଷର ଶିକ୍ଷା, ମାତ୍ରା ଶିକ୍ଷା, ଫଳା ଯୁକ୍ତାକ୍ଷର ଶିକ୍ଷା ଇତ୍ୟାଦି ପ୍ରଚଳନ ଥିଲା। ସେତେବେଳେ ଶୁଭ ଦିନ, ତିଥି, ବାର ଓ ମୁହୂର୍ତ୍ତ ଦେଖି ବିଦ୍ୟା ଅଧ୍ୟୟନର ଶୁଭାରମ୍ଭ କରାଯାଉଥିଲା। ବିଦ୍ୟାରମ୍ଭ କାଳରେ ଛାତ୍ରଛାତ୍ରୀମାନେ ପ୍ରଥମେ ଦୁର୍ଗା ଓ ଗଣେଶଙ୍କୁ ପୂଜା କରୁଥିଲେ। ସେତେବେଳେ ପିଲାମାନେ ବିଦ୍ୟା ଅଧ୍ୟୟନ ପାଇଁ ଗୁରୁକୁଳ ଆଶ୍ରମକୁ ଯାଉଥିଲେ। ପାଣ୍ଡବ କୌରବମାନଙ୍କର ବିଦ୍ୟାରମ୍ଭ ଗୁରୁବାର ତୁଳାମାସ କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଲିଖନ ସାମଗ୍ରୀ ଭାବରେ ତାଳପତ୍ର, ଲୌହ ଲିଖନ ଓ ଗଡ଼ିର ପ୍ରଚଳନ ଥିଲା। ଶିକ୍ଷାନୁଷ୍ଠାନରେ ଗୁରୁବାର ଦିନଟି ବିରତିକାଳ ଥିଲା, କିନ୍ତୁ ବିଦ୍ୟାରମ୍ଭ ଗୁରୁବାରରେ କରାଯାଉଥିଲା। ଅକ୍ଷର ଶିକ୍ଷା ସହିତ ପାଣିକିଆ, ଓଡାଙ୍କ, ଫେଡାଣ, ମିଶାଣ, ହରଣ, ଗୁଣନ ଓ ଶ୍ଲୋକାକୃତି ଇତ୍ୟାଦି ଥିଲା। ଉଚ୍ଚତର ଶ୍ରେଣୀରେ ଛାତ୍ରମାନେ ବେଦ, ବେଦାନ୍ତ, ଜ୍ୟୋତିଷ ଶାସ୍ତ୍ର, ଗଦାବିଦ୍ୟା, ଧନୁର୍ବିଦ୍ୟା, ପୁରାଣ ଆଦି ପାଠ କରୁଥିଲେ। ସମାଜରେ ଗୁରୁମାନଙ୍କର ସ୍ଥାନ ଥିଲା ଉଚ୍ଚରେ। ସେତେବେଳେ ଗୁରୁ ଓ ଶିଷ୍ୟକୁ ସମ୍ପୂର୍ଣ୍ଣ ନିବିଡ଼ ଥିଲେ। କୃଷି ଓ ବାଣିଜ୍ୟ ଦେଖିବା। ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ ଓ କୃଷି ହେଉଛି ଏହାର ପ୍ରମୁଖ ଜୀବନ ଜୀବିକା। ଶାରଳା ଦାସ ନିଜକୁ କୃଷକ ଭାବେ ପରିଚୟ ଦେଉଛନ୍ତି। ତେଣୁ ମହାଭାରତରେ କୃଷି, କୃଷକ, କୃଷିନୀତି, ବାଣିଜ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବିବରଣୀ ମିଳିଥାଏ। ଏହାଛଡ଼ା କୃଷି ଉପକରଣ ଭାବେ ହଳ, ଲଙ୍ଗଳ, ଜୁଆଳି ଇତ୍ୟାଦିର ବର୍ଣ୍ଣନା ମହାଭାରତରେ ଦେଖିବାକୁ ମିଳିଥାଏ। ସେ ସମୟରେ ନଦୀକୁ ଖାଲ ଖୋଳି କୃଷିଜମି ମାନଙ୍କର ଜଳସେଚନ କରାଯିବାର କଥା କବି ଉଲ୍ଲେଖ କରିଛନ୍ତି। ଯଥା ନଦୀରୁ ଖଣା ଖୋଳାଇ ଆଣିଲା ନୃପତି, ବୋଲାଇଲା ଜଳ ତାର ରାଜ୍ୟ ପ୍ରତିପତ୍ତି। ବନ ପର୍ବରେ ଏହା ଲେଖା ହେଇଛି। ତାପରେ ଆସିଲା ସେ ସମୟରେ ଧାନ, ମୁଗ, ବିରି, କପା, ଆଖୁ, କଦଳୀ, ରାଶି, ସୋରିଷ, ପାନ, ଗୁଆ, ଆମ୍ବ, ପଣସ, ଲେମ୍ବୁ ଇତ୍ୟାଦି ଫଳ ଚାଷ କରାଯାଉଥିଲା। ଇନ୍ଦ୍ରଙ୍କ ଉଦ୍ୟାନରୁ ବହୁବିଧ ଫଳ ରାଜସୂୟ ଯଜ୍ଞ ପାଇଁ ଅଣାଯାଇଥିବା କଥା କବି ସଭାପର୍ବରେ ବର୍ଣ୍ଣନା କରିଛନ୍ତି। ସେହିପରି ଶସ୍ୟଦିପା ମାପ ନିମନ୍ତେ ସେକାଳରେ ମାଣ, ନଉଳି, ପେଟି ଇତ୍ୟାଦି ବ୍ୟବହୃତ ହେଉଥିଲା। ଏକଥାକୁ କବି ଉଦ୍ଯୋଗ ପର୍ବରେ ଉଲ୍ଲେଖ କରିଛନ୍ତି। ସେହିପରି ଅତୀତରେ ସାଧବପୁତ୍ରମାନେ ନୈବାଣିଜ୍ୟ କରି ସୁଦୂର ବିଦେଶରୁ ନିଜ ଦେଶକୁ ଧନରତ୍ନ ବୋହି ଆଣୁଥିଲେ। ଏହାର ଦୃଷ୍ଟାନ୍ତ ମଧ୍ୟ ମହାଭାରତରେ ଦେଖିବାକୁ ମିଳିଥାଏ। ତାପରେ ଉପସଂହାର। ତେଣୁ ଶାରଳା ଦାସଙ୍କ ମହାଭାରତରେ ସାମାଜିକ ଜୀବନର ବହୁବିଧ ଚିତ୍ର ପ୍ରତିଫଳିତ ହୋଇଛି। ଶିଳ୍ପ, ବାଣିଜ୍ୟ, ସ୍ଥାପତ୍ୟ, ରାଜନୀତି, ଧର୍ମ, ବିଶ୍ୱାସ ପ୍ରଭୃତି ଏକ ସୁନ୍ଦର ଚିତ୍ରଶାଳ ହେଉଛି ମହାଭାରତ। ନୀତି, ଧର୍ମ ଓ ଦର୍ଶନ ଦୃଷ୍ଟିରୁ ଏହା ଓଡ଼ିଶାର ଜୀବନ ଗୀତିକା। ଓଡ଼ିଆ ସାମାଜିକ ଜୀବନର ଏକ ବିଚିତ୍ର ବିଶ୍ୱକୋଷ। ଓଡ଼ିଆ ସାହିତ୍ୟ ଜଗତରେ ଏକ ମାଇଲ ଖୁଣ୍ଟ। ଓଡ଼ିଶାର ଜାତୀୟ ସମ୍ପଦ ଓ ସାରସ୍ୱତ ଭଣ୍ଡାରର ଏକ ଅପୂର୍ବ କୀର୍ତ୍ତି। ଏଥିସହିତ ଉତ୍କଳୀୟ
ସମାଜ ଓ ସଂସ୍କୃତି, ଧର୍ମ, ରାଜନୀତି, ଶିକ୍ଷା, ସଭ୍ୟତା ଓ ଦର୍ଶନରେ ଏକ ଅପୂର୍ବ ସମ୍ମିଳନ। ଏଇଠି ଥିଲା ଆମର ଏକ ଲଙ୍ଗ୍ କ୍ୱେଶ୍ଚନ୍, ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ଟେ, ଯାହାକି +3 ଫାର୍ଷ୍ଟ ସେମିଷ୍ଟାର ୟୁନିଟ୍ 2ରେ ରହିଅଛି। ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଯାହାକି ଆମର ସେମିଷ୍ଟାର ଏକ୍ଜାମ୍ରେ ଆସୁଅଛି। ଆପଣମାନେ ନିଶ୍ଚିତ ଭଲସେ ପଢ଼ିଦେବେ। ଠିକ୍ ଅଛି। ଯେଉଁଠି ବି ବୁଝି ନ ପାରୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ଭିଡ଼ିଓଟି କେମିତି ଲାଗିଲା, ଲଙ୍ଗ୍ କ୍ୱେଶ୍ଚନ୍ଟି। ତ ଏବଂ ଆପଣମାନେ ସାଙ୍ଗମାନଙ୍କୁ ନିଶ୍ଚିତ ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ପଢ଼ିବା ପାଇଁ ସହଯୋଗ ପାଇପାରିବେ। ଏବଂ ଫାର୍ଷ୍ଟରୁ ଲାଷ୍ଟ ଯାଏ ଯେଉଁମାନେ ଦେଖିଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଏମିତି ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଆପଣମାନଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।